गुरुटा तंगर बांधु नहीं थी कर कह जा क्या जाऊ देखते गोड़िया केते कोई फुल था सब काढ़ी सफा करती से पेप्सी के आनी के मुड़ुचु हताड़ुचु कहीं मुड़ब झी एत बदमाश आ कहते नहीं चलते देखिए मो पुओ माछ धरिक आनिक बस दीटा माछ कौ माछ आम मदन ताको जगी एठी गोटे कंकड़ा देसी कंकड़ा जहाँ को आमर कहती आम कामुड़ी दूज माछ देखा देखा भली देखानी अरे कौ माछ आम गड़िया धराई देखु केते केते बड़ कौ एगुड़ा उठिक जाई नहीं दिए वर्षा है ना कौ कि उठी आउ कौ माछ उठिक जी ना डिया मारी पड़े जाइतिले पुरा कड़े रखीदे तक काली सकाଳେ भाजीदबा किस हाई हाई किस एरा क्या कर छुआ देख धान सब पाचिगला देखु एठी तो पूरा फुल पाचिगला पूरा हलदिया पड़गला माने सुखिकी एठी पूरा ये धान पाचिगला आ 15 दिन पर कटा जीव 15 दिन कि 10 दिन पर काटे लोक देखते आम घर कड़ पछरा बिल बिल पूरा जाइए कहीं बाटक आँखि भड़े नहीं पाइबनी केते बिल चलते देखिए पुओ आ मो झी किए गले ये दी पर भी घर रोना सब बाहर पड़ जा तो ये दीटा पाखापाखि बाजिला घर नहीं जा जेहेतु शनिवार स्कूल छुट्टी अच्छी छू भी ना चलन देखा से क्या गले गड़िया कड़ ठिया जाऊँ गोटे खड़ा दिन की तो सांग मैंने आमर खाया पीवा सरीगला 3:30 है आम 3:30 बेले सकाळ खाई दिन सारा जो भूक नहीं नाला 3:30 बेले आज खाइले रातर खाइबा न खाए ठीक नहीं खिया पिया सरीगला पूरा काम चलो सन्ध्या पर्यंत बासन धुआ घर बाहर खरका लुगा सब पड़े उठेबे आमर छेली कुकुड़ा ताको सब घर रखा तो केते काम पड़ती करते करते राति आउ राति बेलू संध्या है पुणी भात तरकारी रंधा खिया तो चलो खिया खुई तो सरीगला अब काम नड़ी पखाड़ खाईदेला मुझे आस
ଯେହେତୁ ଶୀତ ପକେଇଦେଲାଣି ଆଉ ପଖାଳ ଖାଇଲାକୁ ଜାଣିଥିବ ଶୀତର ପଖାଳଟା କେତେ ଟେଷ୍ଟ ଲାଗେ। ମାନେ ପଖାଳଟା ଯେତିକି ଟେଷ୍ଟ ନ ଲାଗେ, ପଖାଳଟା ପାଣିଚିଆ ହେଇଥାଏ ନା, ସେତିକି ଟେଷ୍ଟ ନ ଲାଗେ। ଖାଇସାରିବା ପରେ ମାନେ ବଢ଼ିଆ ଲାଗେ, ସୁନ୍ଦର। ଟିକେ ଶୀତ ଟିକେ ଗରମ, ମାନେ ଦେହକୁ ଲାଗିବ ଟିକେ ଗରମ ଆଉ ଟିକେ ଥଣ୍ଡା, ବହୁତ ସୁନ୍ଦର ଲାଗେ। ଆମର ତ ଖିଆ ସରିଗଲା, ଏବେ କାମ ଅନେକ କାମ। ଆମେ ଏଠି ଖାଉଛେ, ଆଉ ଜଣେ ସେଠି ଜଗିକି ରହିଛି, ଆମେ ଖାଇସାରିନି ସେ ଖାଇବ। ଆଉ ଗୋଟେ ସେଠି ଆଗିଲି ପିଛିଲି ହେଇକି ଶୋଇଛନ୍ତି ଆଉ। ତମେ ଦି ଜଣ କିନ୍ତୁ ମୁଁ ଖାଇତେ ଦେବିନି। ଆପଣମାନେ ଯାହା ବି ଭାବନ୍ତି ସାଙ୍ଗମାନେ, କିନ୍ତୁ ଏଇ ଦିଟା କୁକୁରକୁ ମୁଁ ଜମା ଖାଇତେ ଦେବିନି। ତାଙ୍କୁ ଖାଇତେ କାହିଁକି ଦେବିନି ନା, ତାଙ୍କୁ ଖାଇଦେଲାକୁ ସେ ବେଶୀ ଆମ ଘର ରହୁଛନ୍ତି, ଯେହେତୁ ଆମ କୁକୁର ନୁହେଁ, କିନ୍ତୁ ସେ ଆମ ଘର ଖାଇତେ ପାଉଛନ୍ତି, ତାଙ୍କୁ ଦିଆହେଉଛି ବୋଲି ସେ ଆମ ଘର ରହୁଛନ୍ତି, ଛାଡ଼ିକି ଯାଉନାହାନ୍ତି। ରହିଲେ କିଛି ମନେ ନାହିଁ, ରୁହ ଖାଅ, କିନ୍ତୁ ଘର ପଶିକି ଖାଉଛନ୍ତି। ଭାତ ହାଣ୍ଡିରୁ ଖାଇ ଯାଉଛନ୍ତି, ତରକାରୀ ଖାଇ ଯାଉଛନ୍ତି, ଚୁଲିର ଯାହା ପକେଇଲା ତାକୁ କାଢ଼ି ଖାଇ ଯାଉଛନ୍ତି, ଆଉ ପ୍ଲସ୍ ମୁଁ ଚୁଲିକି ଭାଙ୍ଗି ଦେଉଛନ୍ତି। ତାରି ଇଏ କରିବି, ଆଉ ତୁ ଆଉ ଖାଇତେ ଦେବିନି। ଯେତିକି ଖାଇତେ ଦେନି ସେତିକି ନାମ ନେଇଛି, ସେଇର ଶୋଇଥାଅ ଦି ଜଣ। ଶୁଖୁଆ ଶୁଖେଇଥିନି, ଏ କୁକୁରଟା ସବୁ ଖାଇକି, ଏ କୁକୁର ଗୁଡ଼ା କିସ ରଖିବୁ, ସବୁ ଖାଇକି ଇଏ କଲାଣି। ଏଇଟା ଦିଟା ଶୁଖୁଆ ପକେଇଥିନି, ମାଛ କିଣା ହେଇକି ଆସିଥିଲା, ଯେହେତୁ ଖାଇ ନଥିଲେ ଶନିବାର, ଏଠି ଶୁଖେଇ ଦେଇଥିନି, ସବୁ ତାକୁ ଖାଇ ଦେଇ ସାରିଲେଣି, ନାହିଁ ଆଉ। ଜମା 4ଟା ଶୁଖୁଆ ହେଉଛି। ଏ କୁକୁରକୁ କିସ ଦେବୁ ଖାଇତେ, ତୋର ଖାଇବେ, ତୋହରି କ୍ଷତି କରିବେ। ଚାଲ ତାଙ୍କୁ କାହିଁ ଜଗିକି ରହିମି। ସେ ଆସିନେ ଗୋଟେ ଜରିରେ ପୁରା ହବ, ସବୁ ଖାଇକି ସଫା କରିଦେଲେ। ପୁଣି ସେ ଏଟା ହେଲା ରାତିର ଆମର ବାହାର ଭିଉ, ଆମ ବାଡ଼ିର ଭିଉ ଦେଖନ୍ତୁ, ପୁରା ବଣ ବୁଦା। ଖାଲି ସାରୁ ଗଛ ଛଡ଼ା ଆଉ କିଛି ଗଛ ଦେଖତେ ପାଇବେନି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା ସାଙ୍ଗମାନେ। ଚାଲ ଭାତ ତ ହେଇଗଲାଣି, ଖାଲି ତରକାରୀ ଟିକେ ରନ୍ଧାଯିବ। ଆଉ ଚୁଲିଟାକୁ ମୁଁ ଅନଉଛୁ, ଚୁଲିରେ ପାଣି ବାହାରୁଛୁ, ଏନ୍ତା ତଳି ଏବେ ବି ଆମର ଶୁଖି ନାହିଁ। ଆମ ଚୁଲି, ଆମ ଘର ଦେଖିଥିବେ କେତେ ଜରକା ହେଇଥିଲା, ବି ଶୁଖିନି। ଶୀତ ଏବେ ଟିକେ ମାନେ ଏଇ ସଞ୍ଜୁଆ, ଏବେ ତ କେତେ ଟାଇମ୍ ହେଲା, 6:30। ତ ଏବେ ଟିକେ ଶୀତ ଲାଗୁଛି। ରାତି 12ଟା 1 ହେଇଗଲେ ପ୍ରବଳ ଶୀତ, ରହି ହେବନି ଏତେ ଶୀତ। ଡବଲ କମଳ ଦେଇ ଘୋଡ଼ିକି ଶୋଇତେ ହେଉଛୁ। ହେଲେ ପୁଣି କୁକୁର ଆସିଗଲେ।
କୁକୁର ବିଲେଇ ଚଲେଇଛନ୍ତି ନାଟକ। କେତେ ଖାଉଛ ତମେ? ଆଜି ଖାଇବ ମୋ ପାଖରୁ। ଆମ ବାଡ଼ି ଭିତରେ ପୁରା ଅନ୍ଧାର। ଚାଲ ମୁଁ ରାନ୍ଧିଦିଏ। ମୋ ପୁଅ ଦେଖେଇଥିଲି ଯେଉଁ ଦିନର ଆମର ଯେଉଁ ମାଛ, କଉ ମାଛ ଧରିଥିଲା ମୋ ପୁଅ ଖଡ଼ା ପକେଇକି ଆମ ଗଡ଼ିଆର। ତ 2ଟା ଅଛି, ସିଏ ତାକୁ କହୁଛୁ ଭାଜ ମୁଁ ଖାଇବି। ମୋତେ ମାଛ କେଳେଇତେ ସତ କଥା ବହୁତ କଷ୍ଟ, କାହିଁକିନା ମାଛ ଏଠି ଯେହେତୁ ବିଲ ମଝି, ବିଲଟା ନା ଫୁଲ, ଆଇଁଷ ହାତ ମାନେ ମଶା ପୁରା ଘେରି ଆସିବ, ଖାଇଯିବ ଏକାବେଳେ। ଆଣିକି ସେ ଦେଖନ୍ତୁ ଦୁଆର ମୁହଁରେ ବି ବସେଇ ଦେଇଛି, ଦେଖାଉଛି ମୁଁ। ଆଣିକି ଦୁଆର ମୁହଁରେ ବି ବସେଇ ଦେଇଛି। ଏଠି ମାଛ ଆଉ 2ଟା କଙ୍କଡ଼ା। ହେଲା।